हाय साଙ୍ଗମାନେ नमस्कार। ଯେମିତିକି ଆପଣମାନେ ପୂର୍ବ ଭିଡ଼ିଓରେ ଜାଣିଥିବେ କି ମୋର ଝାଡ଼ାରେ ବ୍ଲଡ଼ ଆସିଥିଲା ବୋଲି ମୁଁ ହସ୍ପିଟାଲ ଯାଇଥିଲି। ଆଉ ସାର୍ ଦେଖିକିନା ସେ ଡାଉଟ୍ କଲେ କି ମାନେ ମୋର ଗ୍ୟାସ୍ ପ୍ରୋବ୍ଲେମ୍ କ'ଣ ହେଇଥିବ, ତ ସେଥିପାଇଁକା ମୋତେ ଗ୍ୟାଷ୍ଟ୍ରୋଲୋଜି ଡକ୍ଟର ଦେବକାନ୍ତ ସାର୍ଙ୍କ ପାଖକୁ ରେଫର୍ କରିଥିଲେ। ଆଉ ସେ ସାର୍ ମୋର ଦେଖିକିନା ସେ କୋଲୋନୋସ୍କୋପି ଆଉ ଅଲଗା ଗୋଟେ ଟେଷ୍ଟ ଯେଉଁ ଯାଇଥିଲା ବାହାରକୁ, ତ ସେଇ କୋଲୋନୋସ୍କୋପିରେ ଯେଉଁ ଅଲ୍ସର ଫଲ୍ସର ବାହାରିଥିଲା, ତ ସେଗୁଡ଼ା ଏମିତି ବାହାରିଥିଲା। ତ ଆମ ଡକ୍ଟରଙ୍କୁ ଫୋନ୍ ଆସିଥିଲା ଲ୍ୟାବ୍ରୁ କି ତାଙ୍କର ପେଟରେ ଗୋଟେ ବ୍ୟାକ୍ଟେରିଆ ବୋଲି ଗୋଟେ ଅଛି। ତ ସେଥିପାଇଁକା ସେ CMV ଭାଇରସ୍ ନାଁରେ ଗୋଟେ ଟେଷ୍ଟ ଥିଲା ବାହାରକୁ। ତ ସେ ରିପୋର୍ଟଟା କାଲି ରାତିରେ ଆସିଲା। ତ ଦୁଃଖ କଥା କ'ଣ କି ସେ CMV ପଜିଟିଭ୍ ଆସିଛି, ମାନେ CMV ନାଁରେ ଗୋଟେ ଭାଇରସ୍ ବୋଲି ସେଇଟା ଅଛି। ତ ସେଥିପାଇଁ ମୁଁ ଆଜି ଭାବୁଛି କି ଡକ୍ଟରଙ୍କୁ ଇନଫର୍ମ କରିକି ସାର୍ ରିପୋର୍ଟ ଆସିଯାଇଛି ବୋଲି। ଆଉ ଡକ୍ଟର ରିପୋର୍ଟ ଦେଖିଲା ପରେ କ'ଣ କହୁଛନ୍ତି ଆପଣମାନଙ୍କୁ ନିଶ୍ଚୟ ଜଣେଇବି। ମୋତେ ତ ଲାଗୁଛି ବୋଧେ ଡକ୍ଟର କହିବେ କି ଆଉ ହସ୍ପିଟାଲକୁ ଆସ ବୋଲି। ତ ଦେଖାଯାଉ ଡକ୍ଟର କ'ଣ କହୁଛନ୍ତି। ଆଉ ଡକ୍ଟରଙ୍କ କଥାକୁ ଫଲୋ କରିବା ନିହାତି ଦରକାର। ତ ଏମିତି କିଛି ଏତେ ସବୁ ଅସୁବିଧା ହେଲା ପରେ ବି ସେ ଯାହା କିଛି ହେଇଯାଉ, ଯାହା କିଛି ହେବା କଥା ହେବ। ତ ସେମିତି କିଛି ଭାବିଲେ ତ ମାନେ ପରିସ୍ଥିତି ବଡ଼ ହେଇଯିବ କି ଯେତେ ଜଣ ଆସୁଛି ଆସୁ। ତ ଏମିତି ନ ଡରିକି ଆମେ ରୋଗ ସହିତ ନିଶ୍ଚିତ ଭାବରେ ଲଢ଼ିବା। ତ ଯଦି ଆପଣମାନଙ୍କୁ ଭିଡ଼ିଓଟି ଭଲ ଲାଗିଥାଏ, ଭିଡ଼ିଓଟିକୁ ଲାଇକ୍ କରି ଚ୍ୟାନେଲଟିକୁ ନିହାତି ଭାବରେ ସବସ୍କ୍ରାଇବ୍ କରନ୍ତୁ। ଏମିତି ମୋ ସହିତ ଯୋଡ଼ି ହୋଇକି ରୁହନ୍ତୁ। ଦେଖା ହେବ ନେକ୍ସଟ ଭିଡ଼ିଓରେ। ରହିଲି, ଧନ୍ୟବାଦ।